ଘରର ଏହି ଜାଗାରେ ପଇସା ରଖିଦିଅନ୍ତୁ, ରାତାରାତି କରୋଡ଼ପତି ବନିଯିବେ। ପଇସା ବସିବ। ଯେଉଁ ବ୍ୟକ୍ତି ତାଙ୍କ ଜୀବନରେ ଧନକୁ ନେଇ ପରିଶାନ ରହିଥାନ୍ତି, ଯାହାଙ୍କ ପାଖକୁ ପଇସା ଆସିନଥାଏ, ଅଚାନକ ଯଦି ଆପଣ ପଇସା ଚାହାନ୍ତି, ଅନେକ ବ୍ୟକ୍ତି ଥାଆନ୍ତି ତାଙ୍କ ଜୀବନରେ ଅଚାନକ ପଇସାର ଗୁରୁତ୍ୱ ପଡ଼ିଥାଏ। ଯଦି ଆପଣ ବି ପଇସା ଚାହାନ୍ତି ତ ଆପଣଙ୍କ ଘରେ ଏହି ଜାଗାରେ ଆପଣ ପଇସା ରଖିଦିଅନ୍ତୁ। ପୁଣି ଆପଣ ନିଜେ ଦେଖିବେ ଆପଣଙ୍କ ପାଖକୁ ପଇସା କିପରି ବର୍ଷା ହେବ। କାହିଁକି ନା ଆଜିର ଭିଡ଼ିଓରେ ଯେଉଁ ଉପାୟ ଆମେ ଆପଣଙ୍କୁ ବତାଇବୁ, ପଇସାକୁ ରଖିବା ପାଇଁ ଏହା ଆପଣଙ୍କର ଭାଗ୍ୟକୁ ଏପରି ଚମକାଇବ କି ଆପଣଙ୍କ ଜୀବନରେ ଗୋଟିଏ ଜାଗାରୁ ନୁହେଁ ବରଂ ଆପଣଙ୍କ ପାଖକୁ ଅନେକ ଜାଗାରୁ ପଇସା ଆସିବାକୁ ଲାଗିବ, ଧନର ବର୍ଷା ହେବ। କାରଣ ଏହା ସେହି ଜାଗା ଯେଉଁଠି ଧନର ଦେବୀ ମାତା ଲକ୍ଷ୍ମୀଙ୍କ ସହ ଭଗବାନ କୁବେର ବାସ କରିଥାନ୍ତି। ଆପଣ ଏହା ବୁଝି ନିଅନ୍ତୁ, ମାତା ଲକ୍ଷ୍ମୀ ଦୌଡ଼ିକି ଚାଲି ଆସିବେ। ବହୁତ ସାରା ଲୋକଙ୍କୁ ଏହି ଜିନିଷ ଜଣା ହିଁ ନାହିଁ। ତାଙ୍କ ଘରେ ଧନର ସମସ୍ୟା ବଢ଼ି ଚାଲିଛି। ଦେଖନ୍ତୁ, ବାସ୍ତୁଶାସ୍ତ୍ର ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ଯେଉଁ ବ୍ୟକ୍ତି ବାସ୍ତୁଶାସ୍ତ୍ରକୁ ଭଲସେ ଜାଣିଛନ୍ତି ତାଙ୍କୁ ଜଣାଥାଏ କି ତାଙ୍କ ଦ୍ୱାରା କରାଯାଉଥିବା ଛୋଟ ଛୋଟ କାର୍ଯ୍ୟ ବି ପୁରା ଜୀବନକୁ ପ୍ରଭାବିତ କରିଥାଏ। ଯେଉଁପରି ଜଣେ ବ୍ୟକ୍ତି ଦ୍ୱାରା ଯଦି ଗୋଟିଏ ଦୀପ ବି ପ୍ରଜ୍ୱଳିତ କରାଯାଏ ତ ତାହାର ଫଳ ସେହି ବ୍ୟକ୍ତିକୁ ଜରୁର ମିଳିଥାଏ। ଠିକ୍ ସେହିପରି ଯଦି ଆପଣ ଆପଣଙ୍କର ଘରେ ଏହି ଦିଗରେ ପଇସା ରଖିବା ଆରମ୍ଭ କରିବେ ତ କେବେ ବି ଆପଣଙ୍କୁ ପଇସାର ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ। ଆପଣମାନେ ଅନେକ ଥର ଦେଖିଥିବେ କି କିଛି ଲୋକ ଅଚାନକ ଧନବାନ ବନିଯାଆନ୍ତି। ଅଚାନକ ତାଙ୍କ ପାଖରେ ପଇସା ଆସିଥାଏ। ଏମାନଙ୍କୁ ତାଙ୍କ ପାଖକୁ ଧନର ଦେବୀ ମାତା ଲକ୍ଷ୍ମୀ ଦୌଡ଼ିକି ନିଜେ ଚାଲିକି ଆସିଥାନ୍ତି। ଆପଣମାନେ ବହୁତ ସାରା ଲୋକଙ୍କୁ ଆପଣଙ୍କ ଜୀବନରେ ଦେଖିଥିବେ କି କୌଣସି ବି କାର୍ଯ୍ୟ ଆରମ୍ଭ କରିବା କ୍ଷଣି ସେହି କାର୍ଯ୍ୟରେ ହିଁ ରାତାରାତି ଧନବାନ ବନିଯାଇଥାନ୍ତି, କିମ୍ବା କିଛି ନା କିଛି ତାଙ୍କ ଜୀବନରେ ହୋଇଥାଏ, ଯାହାକି ଧନର ବର୍ଷା ତାଙ୍କ ଜୀବନରେ ଅଟକି ରହିନଥାଏ। ଲଗାତାର ଧନ ଆସିବା ଲାଗି ରହିଥାଏ ଏବଂ ସେହି ଧନ ଦିନକୁ ଦିନ ବଢ଼ିଥାଏ। ଯଦି ଆପଣ ବି ଚାହାନ୍ତି ଆପଣଙ୍କ ଘରକୁ ପଇସା ଆସୁ, କେବେ ବି ନିର୍ଧନତା ଫେରିକି ଆପଣଙ୍କ ଜୀବନକୁ ନ ଆସୁ, ତ ବାସ୍ ଆପଣଙ୍କୁ ଘରର ଏହି ଦିଗରେ ପଇସା ରଖିବା ଆରମ୍ଭ କରିଦିଅନ୍ତୁ। ଯେମିତିକି ଆପଣଙ୍କ ପାଖରେ ପଇସା ଅଛି, ଯେତିକି ବି ଅଛି, ଯେତିକି ଆପଣଙ୍କର ଇନକମ୍ ତାହା ଆପଣଙ୍କୁ ପଇସାକୁ ଏହି ଦିଗରେ ରଖିବାକୁ ଆରମ୍ଭ କରିଦେବେ। ଏମିତିରେ ବି ବହୁତ ସାରା ଲୋକ ଟଙ୍କା ପଇସାକୁ ଆଲମିରାରେ ରଖିଥାନ୍ତି କିମ୍ବା ଟ୍ରେଜରୀରେ ରଖିଥାନ୍ତି। ବହୁତ ସାରା ଲୋକ କ'ଣ କରିଥାନ୍ତି କି ପଇସାକୁ କୌଣସି ବି ବାକ୍ସରେ ରଖିଥାନ୍ତି। ତ ଦେଖନ୍ତୁ, ଆପଣ ଚାହିଁଲେ ପଇସାକୁ ବକ୍ସରେ ରଖନ୍ତୁ, ଆଲମିରାରେ ରଖନ୍ତୁ, କୌଣସି ଜିନିଷ ବି ରଖନ୍ତୁ। ବାସ୍ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଦିଗକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଯଦି ଆପଣ ଭୁଲ ଦିଗରେ ପଇସାକୁ ରଖିଥାନ୍ତି ତ ଧନର ସମସ୍ୟା ଆଜି ନହେଲେ କାଲି ବି ଜରୁର ଆପଣଙ୍କ ଜୀବନରେ ଆସିଯିବ। ଏଥିପାଇଁ ସବୁଠୁ ଉତ୍ତମ ଦିଗ କେଉଁଟା ତାହା ଆପଣ ନିହାତି ଜାଣିବା ଦରକାର। ଏବେ ଚାଲନ୍ତୁ ଜାଣିବା କି କେଉଁ ଦିଗରେ ଆପଣ ଆପଣଙ୍କର ପଇସାକୁ ରଖିବେ, ଯାହାକି ଆପଣଙ୍କର ଇନକମ୍, ଯାହା ବି ସେହି ପଇସାକୁ ଆଜି କେଉଁ ଦିଗରେ ରଖିବେ ଏବଂ ସେହି ଦିଗକୁ ପଇସା ରଖିବା ଦ୍ୱାରା ଆପଣଙ୍କର ପଇସା ବଢ଼ି ଚାଲିବ। ଯଦି ଆପଣ ବି ଚାହାନ୍ତି କି ଆପଣଙ୍କ ଜୀବନରେ ଧନ ଆସୁ, ସେହି ଧନ ସବୁବେଳେ ଆପଣଙ୍କ ପାଖରେ ରହୁ, ମାତା ଲକ୍ଷ୍ମୀ ଓ ଭଗବାନ କୁବେରଙ୍କର ଆଶୀର୍ବାଦରୁ ଆପଣ ଆପଣଙ୍କର ଜୀବନରେ ଅଧିକ ଧନବାନ ହୁଅନ୍ତୁ, ତେବେ କୃପା କରି ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ, ଜୟ କୁବେର ଦେବତା ଅବଶ୍ୟ ଲେଖନ୍ତୁ। ଦେଖନ୍ତୁ, ଧନ ରଖିବା ସହିତ ଆପଣଙ୍କ ପାଖରେ ଯାହା ବି ଗହଣା କିମ୍ବା ବସ୍ତୁ ହେଉ ତାହାକୁ ଏହି ଦିଗରେ ରଖିବାର ଆରମ୍ଭ କରିଦିଅନ୍ତୁ। ତାପରେ ଆପଣ ନିଜେ ଦେଖିବେ ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ମଜବୁତ ହୋଇଯିବ। ଏହି ଦିଗରେ ପଇସା ରଖିବା ଦ୍ୱାରା ଆର୍ଥିକ ସ୍ଥିତି ବହୁତ ଉନ୍ନତି ହେବ। ପୁଣି ଆପଣ ଯଦି ବେପାରୀ ଅଟନ୍ତି, ଆପଣଙ୍କର ବେପାର ବହୁତ ଭଲରେ ଚାଲିବ ଏବଂ ଆପଣ ଆପଣଙ୍କ ଜୀବନରେ ବହୁତ ଆଗକୁ ବଢ଼ିବେ। ସବୁକିଛି ଆପଣଙ୍କ ଜୀବନରେ ଶୁଭ ହିଁ ଶୁଭ ହେବ। ଆଉ ଆମେ ଯେଉଁ ଦିଗ କଥା କହୁଛୁ ତାହା ହେଉଛି ଉତ୍ତର ଦିଗ। ଆପଣ ଉତ୍ତର ଦିଗରେ ଆପଣଙ୍କର ଧନକୁ ରଖିବାକୁ ପଡ଼ିବ। ଉତ୍ତର ଦିଗକୁ କୁବେରଙ୍କ ଦିଗ କୁହାଯାଏ। ଏହି ଉତ୍ତର ଦିଗ ଭଗବାନ କୁବେରଙ୍କର ଦିଗ ହୋଇଥାଏ। ଭଗବାନ କୁବେର ଧନର ଦେବତା ଅଟନ୍ତି। ଏଥିପାଇଁ ଯଦି ଆପଣ ଏହି ଦିଗରେ ଟ୍ରେଜରୀ ବା ଲକର ଯେଉଁଥିରେ ବି ଆପଣ ପଇସା ରଖିଥାନ୍ତି ତ ଧନ ଆପଣଙ୍କ ଜୀବନରେ ସମ୍ଭାଳି ପାରିବେ ନାହିଁ।
ଧନ ସମ୍ପତ୍ତିରେ ଆପଣଙ୍କର ଘର ଭରି ଉଠିବ। ମାତା ଲକ୍ଷ୍ମୀଙ୍କର କୃପା ଏପରି ବର୍ଷା ହେବ କି ରାତାରାତି ଆପଣ ଧନବାନ ବନିଯିବେ। ଆଉ ଗୋଟିଏ କଥାର ସବୁବେଳେ ଧ୍ୟାନ ରଖିବେ, ଉତ୍ତର ଦିଗରେ ଯେପରି ଆପଣଙ୍କର ଆଲମିରା ବା ଟ୍ରେଜରୀ ଯାହା ବି ଯୋଉଠି ବି ଆପଣ ପଇସା ରଖୁଛନ୍ତି ତାହାକୁ ରଖିବା ଉଚିତ। ଯଦି ଆପଣ ଆଲମିରାରେ ପଇସା ରଖିଥାନ୍ତି ତ ଆଲମିରାର ଡୋର ବି ଯେପରି ଉତ୍ତର ଦିଗକୁ ଖୋଲୁଥିବ ସେହିପରି ଆପଣ ଧ୍ୟାନ ରଖିବେ। ଆଲମିରା ହେଉ, ଟ୍ରେଜରୀ ହେଉ କିମ୍ବା ବାକ୍ସ ହେଉ, ତାହାର ଦୁଆର ମୁଖଟି ଉତ୍ତର ଦିଗକୁ ରଖିବାର ଅଛି। ଯଦି ଆପଣଙ୍କ ଘରେ ଉତ୍ତର ଦିଗକୁ ମୁଖ କରି ରଖିବାର କୌଣସି ଅସୁବିଧା ହେଉଥାଏ, ତେବେ ଆପଣ ଆପଣଙ୍କର ଆଲମିରା ବା ଟ୍ରେଜରୀ ବା ବାକ୍ସ ପୂର୍ବ ମୁଖା କରି ରଖିବେ। ଦେଖନ୍ତୁ, ସମୃଦ୍ଧି ଓ ସଫଳତା ପାଇଁ ପୂର୍ବ ଦିଗର ମାନେ ସୂର୍ଯ୍ୟ ଭଗବାନଙ୍କ ଦିଗରେ ଯଦି ଆପଣ ପଇସା ରଖିଥାନ୍ତି ତ ଆପଣଙ୍କର ଧନ ସବୁବେଳ ପାଇଁ ସକାରାତ୍ମକ ଊର୍ଜା ଆସିଥାଏ। ଆପଣଙ୍କର ଧନ କେବେ ବି ବର୍ବାଦ ହୋଇନଥାଏ। କେବେ ବି ଆପଣଙ୍କର ପଇସା କୌଣସି ମେଡିସିନରେ ଯାଏ ନାହିଁ। କେବେ ବି ସେହି ପଇସା ଦୁର୍ଘଟଣାରେ ଖର୍ଚ୍ଚ ହୁଏ ନାହିଁ। ପଇସା ଚୁମ୍ବକ ପରି ଆପଣଙ୍କ ଆଡକୁ ଟାଣି ହୋଇ ଆସିଥାଏ। ବିଶେଷ କରି ଯେଉଁ ବିଜନେସ ବ୍ୟକ୍ତି ଥାନ୍ତି ସେ ତାଙ୍କ ଟ୍ରେଜରୀ ବା ଲକର କିମ୍ବା ଯେଉଁଠି ବି ପଇସା ରଖିଥାନ୍ତି, ଚେଷ୍ଟା କରନ୍ତୁ ବାସ୍ତୁ ଅନୁସାରେ ମାନେ ପୂର୍ବ ଦିଗରେ ସେ ଜରୁର ରଖନ୍ତୁ। ଏହା ତ ଥିଲା ଦିଗ, କିନ୍ତୁ ଦ୍ୱିତୀୟ ଜିନିଷଟି ହେଉଛି ଆଉ ଗୋଟିଏ ଜିନିଷ ଯାହାକୁ ବହୁତ ଧ୍ୟାନରେ ରଖିବା ଉଚିତ। ଯେଉଁ ପଇସା ଆପଣ ବା ଧନ ତାହା ବଢିବ କିପରି? ଦେଖନ୍ତୁ, ଧନ ଯଦି ଆପଣଙ୍କ ପାଖରେ ଅଛି ଆଉ ଯଦି ଆପଣଙ୍କୁ ଅଧିକ ପଇସା ଚାହୁଁଛନ୍ତି, ତେବେ ଆପଣ ଯଦି ଚାହାନ୍ତି ଆପଣଙ୍କର ଟ୍ରେଜରୀ ଟଙ୍କାରେ ଭରିଯାଉ, ଆପଣଙ୍କର ଆଗକୁ ଆସୁଥିବା ପିଢି ଏତେ ଧନ ବଢୁ ଯେ ସେ ତାଙ୍କ ଜୀବନରେ ଧନ ହିଁ ଧନ ଦେଖିବେ। ଯେପରି ପିଢି ପରେ ପିଢି ବଢିବ ସେତେ ସେତେ ଧନ ବଢିବାକୁ ଲାଗିବ। ତ ସେଥିପାଇଁ ଆଗକୁ ଆମକୁ ଗୋଟିଏ ଛୋଟିଆ ଉପାୟ କରିବାକୁ ପଡିବ। ଆପଣଙ୍କ ଟ୍ରେଜରୀ ବା ଆଲମିରା ବା ବାକ୍ସ ବା ଯେଉଁଠି ବି ଆପଣ ପଇସା ରଖୁଛନ୍ତି ତା ଭିତରେ ଗୋଟିଏ ଲାଲ ରଙ୍ଗର କପଡା ବିଛାନ୍ତୁ। ନୂଆ କପଡା ଲାଲ ରଙ୍ଗର କପଡାଟେ ତଳେ ବିଛାଇବେ। ତା ଉପରେ ଆପଣଙ୍କର ପଇସା, ସୁନା ଯାହା ବି ରଖିବେ ଏତିକି ଧ୍ୟାନ ରଖିବେ। ସେହି କପଡା ଉପରେ ପଇସା ରଖିବେ, କିନ୍ତୁ ଆଉ ଗୋଟିଏ ଜିନିଷ ରଖିବେ, ତାହା ହେଉଛି ଗୋଟିଏ ଗୋମତୀ ଚକ୍ର। ତାପରେ ଦେଖିବେ ମାତା ଲକ୍ଷ୍ମୀ କିପରି ଆପଣଙ୍କ ଘରେ ଧନର ବର୍ଷା କରିବେ। କରନ୍ତୁ ଏହି ଉପାୟ, ଆଉ କିପରି ଆପଣଙ୍କ ଭାଗ୍ୟ ଚମକିବ, କିପରି ଆପଣଙ୍କୁ ପଇସାର ବର୍ଷା ହେବ ଆପଣ ନିଜେ ଦେଖିବେ। ଆପଣଙ୍କ ଧନକୁ ଯଦି ନଜର ଲାଗିଛି, ବହୁତ ନଜର ଲାଗିଥାଏ, ଆପଣଙ୍କ ପାଖରେ ପଇସା ରହୁନାହିଁ, ଆପଣ ଚିନ୍ତାରେ ରହିଥାନ୍ତି କି ପଇସା କିପରି ଆପଣଙ୍କ ପାଖରେ ରହିବ, ତ ଗୋଟିଏ କାମ ଆପଣଙ୍କୁ ନିହାତି କରିବାକୁ ପଡିବ। ଆଉ ସେ କାମଟି କଣ ଜାଣିବା ପୂର୍ବରୁ ଆପଣଙ୍କୁ ଆମର ପ୍ରାର୍ଥନା, ଆପଣ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଏ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ତାହେଲେ ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଭିଡିଓ ଗୋଟେ ଲାଇକ୍ କରି ଭିଡିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆଉ ସେହି ଜିନିଷଟି ହେଉଛି ଗୁଜୁରାତି। ଗୋଟିଏ ଗୁଜୁରାତିକୁ ଆପଣଙ୍କ ଟ୍ରେଜରୀରେ ଆପଣଙ୍କୁ ରଖିବାକୁ ପଡିବ। ମାତା ଲକ୍ଷ୍ମୀଙ୍କ ସହ ଗୁଜୁରାତିର ବହୁତ ସମ୍ବନ୍ଧ ରହିଛି। ଆଉ ସେ ହେଉଛି କେବଳ ଆଉ କେବଳ ଗୁଜୁରାତି। ଆପଣ ଯେଉଁ ଟ୍ରେଜରୀରେ ପଇସା ରଖୁଛନ୍ତି ସେଠି ମଧ୍ୟ ଗୋମତୀ ଚକ୍ର ସହିତ ଗୋଟିଏ ଗୁଜୁରାତିକୁ ରଖିବେ। ଯେଉଁଠି ଗୁଜୁରାତି ଥାଏ ସେଠି ସବୁବେଳେ ଧନର ଦେବୀ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ମାତା ଲକ୍ଷ୍ମୀଙ୍କୁ ଗୁଜୁରାତି ବହୁତ ଅଧିକ ପସନ୍ଦ ହୋଇଥାଏ। ତ ଯାହା ବି କରନ୍ତୁ, କିନ୍ତୁ ଆପଣଙ୍କ ଟ୍ରେଜରୀରେ ଗୁଜୁରାତି ଗୋଟିଏ ନିହାତି ରଖନ୍ତୁ। ଏତିକି ଥରେ କରିକି ଦେଖନ୍ତୁ, ଆପଣ ନିଜେ ଦେଖିବେ କିପରି ଆପଣଙ୍କର ଟଙ୍କା ପଇସାରେ ଆପଣଙ୍କ ଘର ପୂରି ଉଠିବ।